ଆଜିର ପ୍ରଥମ ଖବର ବଦଳିବ ବିହାର ରାଜନୀତିର ସମୀକରଣ। ବିହାର ରାଜନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ଆଜି ରାଜ୍ୟସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଭରିବେ। ସୂତ୍ର ସୂଚନା ମୁତାବକ ଏନେଇ ନିଷ୍ପତ୍ତି ହୋଇସାରିଛି। ଏପର୍ଯ୍ୟନ୍ତ ଜେଡିୟୁ ତରଫରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ଯଦି ନୀତିଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି ବିହାର ରାଜନୀତିରେ ବଡ଼ ଅଦଳବଦଳ ଦେଖିବାକୁ ମିଳିବ। ଏହାକୁ ନେଇ ଏବେ ବିହାର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଜୋରଦାର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶ୍ଳେଷକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଏବେ କେବଳ ଜେଡିୟୁର ଘୋଷଣାକୁ ଅପେକ୍ଷା କରାଯାଇଛି। ପରବର୍ତ୍ତୀ ଖବର ଆମେରିକାର ଯୁଦ୍ଧ ମଧ୍ୟରେ ଇରାନର ବୁଡ଼ିଲା ଯୁଦ୍ଧ ଜାହାଜ। ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତ ପାଖରେ ଥିବା ଜଳସୀମାରେ ଏକ ଇରାନୀ ଯୁଦ୍ଧ ଜାହାଜ ବୁଡ଼ି ଯାଇଛି। ଏହି ଯୁଦ୍ଧ ଜାହାଜର ନାମ ଆରିୟସ ଡେନା। ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ମାର୍ଚ୍ଚ 4 ତାରିଖ ବୁଧବାର ଦିନ ଶ୍ରୀଲଙ୍କା ଆଞ୍ଚଳିକ ଜଳସୀମା ବାହାରେ ବୁଡ଼ି ଯାଉଥିବା ଇରାନୀ ଯୁଦ୍ଧ ଜାହାଜ ଆର୍ସିସ ଡୋନାରେ 30 ଜଣ ଇରାନୀ ନାବିକଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀଲଙ୍କା ଜାହାଜ ଏବଂ ବିମାନ ପଠାଯାଇଛି। ରିପୋର୍ଟ ଅନୁଯାୟୀ ସେ ଶ୍ରୀଲଙ୍କା ସଂସଦକୁ କହିଥିଲେ ଯେ 180 ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଯୁଦ୍ଧ ଜାହାଜଟି ରିପୋର୍ଟ ଅନୁଯାୟୀ ସେ ଶ୍ରୀଲଙ୍କା ସଂସଦକୁ କହିଥିଲେ ଯେ 180 ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଯୁଦ୍ଧ ଜାହାଜଟି ବୁଡ଼ିଯିବା ପରେ ଦ୍ୱୀପର ଦକ୍ଷିଣରେ ଥିବା ଏକ ହସ୍ପିଟାଲକୁ 30 ଜଣ ଆହତ ନାବିକଙ୍କୁ ଅଣାଯାଉଥିଲା। ପରବର୍ତ୍ତୀ ଖବର ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳିଲେ ହୋଲି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଶିଷ୍ଟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ, ପୋଲିସ ଡିଜି ୱାଇବି ଖୁରାନିଆ, ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ, ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସମେତ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଓମାନ ଉପସାଗରରେ ଯୁଦ୍ଧଜାହାଜ ମୃତ୍ୟନ କଲା ଭାରତ। ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସ୍ପଷ୍ଟ ଭାବରେ ବାୟୁ ଏବଂ ସମୁଦ୍ର ପରିବହନକୁ ପ୍ରଭାବିତ କରିଛି। ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି, ଯାହା ଫଳରେ ବହୁ ସଂଖ୍ୟକ ଭାରତୀୟ ଯାତ୍ରୀ ଫସି ରହିଛନ୍ତି। ଭାରତ ସରକାର ନିଜର ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଉଡ଼ାଣ ପରିଚାଳନା ଆରମ୍ଭ କରିଛନ୍ତି। ଆବଶ୍ୟକ ହେଲେ ଭାରତୀୟ ନୌସେନା ମଧ୍ୟ ସ୍ଥାନାନ୍ତର କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି। ପରବର୍ତ୍ତୀ ଖବର ହୋଲିରେ କମିଲା ସୁନା। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ ସୁନା ଏବଂ ରୂପା ଉପରେ ଚାପ ପଡ଼ିଛି, ଯାହା ଫଳରେ ରେଟ୍ କମ୍ ହୋଇଛି। ଲଗାତାର ତୃତୀୟ ଦିନ ପାଇଁ ସୁନାର ଚମକ ଫିକା ପଡ଼ିଛି, ଯେତେବେଳେ କି ରୂପା ଲଗାତାର ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଛି। ସୁନା ବିଷୟରେ କହିବାକୁ ଗଲେ ଲଗାତାର 3 ଦିନ ବୃଦ୍ଧି ପରେ ଏହାର ମୂଲ୍ୟ ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ ପାଇଁ 10 ଏବଂ 22 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ ପାଇଁ 10 ଟଙ୍କା ଶସ୍ତା ହୋଇଛି। ପରବର୍ତ୍ତୀ ଖବର ଭାରତୀୟ ମୁଦ୍ରା ଉପରେ ଯୁଦ୍ଧର ପ୍ରଭାବ। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହେଉଛି 92 ଟଙ୍କା। ଭାରତୀୟ ମୁଦ୍ରା ଉପରେ ଯୁଦ୍ଧର ପ୍ରଭାବ। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହୋଇଛି 92 ଟଙ୍କା। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଁ ଏହି ସମସ୍ୟା ଘଟିଛି। ସେପଟେ ସେନ୍ସେକ୍ସ 1700 ପଏଣ୍ଟ ହ୍ରାସ ଘଟିଥିବା ବେଳେ ନିଫ୍ଟି 500 ପଏଣ୍ଟ ଖସିଛି। ଏହାକୁ ନେଇ ନିବେଶକ ମହଲରେ ନୈରାଶ୍ୟ ଖେଳି ଯାଇଛି। ନିବେଶକ ପ୍ରାୟ 9 ଲକ୍ଷ କୋଟି ଟଙ୍କା ହରାଇଥିବା ସୂଚନା ରହିଛି। ପରବର୍ତ୍ତୀ ଖବର ଇସ୍ରାଏଲର କାଠ କଣ୍ଡେଇ ହେବନି ପାକିସ୍ତାନ। ପରମାଣୁ ଶକ୍ତି ଓ ମୁସଲିମ ଏକତା କଥା ଉଠାଇଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ। ଇରାନ ଉପରେ ଇସ୍ରାଏଲ ଆମେରିକା ଆକ୍ରମଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଫବାଜ ଆସିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ସେ ଇସ୍ରାଏଲ ଉପରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଇସ୍ରାଏଲ ପାକିସ୍ତାନକୁ ନିଜର କାଠ ଖଣ୍ଡେଇ କରିବାକୁ ଚାହୁଁଛି ଏବଂ ଭାରତ ମଧ୍ୟ ଏହି ଯୋଜନାରେ ସାମିଲ ଅଛି। ଯଦି ଇସ୍ରାଏଲ ଏହି ସଂଘର୍ଷରେ ଫାଇଦା ପାଏ ତେବେ ସେ ଆଫଗାନିସ୍ତାନ, ଭାରତ ଓ ଇରାନ ସହିତ ମିଶି ପାକିସ୍ତାନ ବିରୋଧରେ ଏକ ମେଣ୍ଟ ଗଠନ କରିପାରିବ ଏବଂ ପାକିସ୍ତାନକୁ ଶତ୍ରୁମାନଙ୍କ ଦ୍ୱାରା ଘେରି ରଖିବ ଏବଂ ପାକିସ୍ତାନର ସୁରକ୍ଷାକୁ ଦୁର୍ବଳ କରିବ। ପରବର୍ତ୍ତୀ ଖବର ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସାରା ଦେଶରେ ହୋଲି ବଡ଼ ଉତ୍ସାହର ସହିତ ପାଳନ କରାଯାଇଛି। ଲୋକମାନେ ପରସ୍ପରକୁ ଗୁଲାଲ, ରଙ୍ଗୀନ ପାଉଡର ଏବଂ ରଙ୍ଗରେ ଲେପନ କରିଛନ୍ତି, ପରସ୍ପରକୁ ଆଲିଙ୍ଗନ କରିଛନ୍ତି ଏବଂ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରବର୍ତ୍ତୀ ଖବର ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର। ନିବେଶକ ହରାଇଲେ 9 ଲକ୍ଷ କୋଟି ଟଙ୍କା। ସାରା ଦେଶରେ ହୋଲିର ମାହୋଲ। ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ଧୁମଧାମରେ ଉତ୍ସବ ପାଳନ କରିଛନ୍ତି। କିନ୍ତୁ ଇରାନ, ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର। ବଜାର ଖୋଲିବା ପରେ ସେନ୍ସେକ୍ସ ଏବଂ ନିଫ୍ଟି କ୍ରାସ୍ କରିଛି। ବୁଧବାର ସେନ୍ସେକ୍ସ 1700 ଅଙ୍କ ଖସି 78,600ରେ ଟ୍ରେଡ୍ କରିଛି। ନିଫ୍ଟି ମଧ୍ୟ 500 ଅଙ୍କ ଖସି 24,350ରେ ଟ୍ରେଡ୍ କରିଛି। ଅନ୍ୟ ଦିଗରେ ବ୍ୟାଙ୍କ ନିଫ୍ଟି ମଧ୍ୟ 1,000 ଅଙ୍କ ତଳକୁ ଖସିଛି। ବିଏସ୍ସିର ଟପ୍ 30 ସେୟାର ଉପରେ ନଜର ପକାଇଲେ ଟେକ୍ କମ୍ପାନୀକୁ ଛାଡ଼ି ଅନ୍ୟ ସବୁ କ୍ଷେତ୍ରରେ କାରବାର କରୁଛନ୍ତି। L&T ସେୟାର ସବୁଠାରୁ ଅଧିକ 6% ତଳକୁ ଖସିଛି। ମହିନ୍ଦ୍ରା ଏବଂ ଇଣ୍ଡିଗୋ ସେୟାର ଦାମ କମିଛି। ମାର୍କେଟ କ୍ରାସ୍ କରିବା କାରଣରୁ ନିବେଶକ ପ୍ରାୟ 9 ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ପରବର୍ତ୍ତୀ ଖବର ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହିତ ଆଲୋଚନା କରିଛନ୍ତି। ଦୁଇ ନେତା ପଶ୍ଚିମ ଏସିଆର ପରିବର୍ତ୍ତିତ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ଉପରେ ନିକଟରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରି କହିଛନ୍ତି ଏହା ଏହାର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କରୁଛି। ଉଭୟ ନେତା ସହମତ ହୋଇଥିଲେ ଯେ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କଠିନ ସମୟରେ ସାଉଦି ଆରବରେ ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଧନ୍ୟବାଦ ଜଣାଇଥିଲେ। ପରବର୍ତ୍ତୀ ଖବର ଦୁବାଇ ଉପରେ ଇସ୍ରାଏଲର ଆକ୍ରମଣ 3 ମୃତ 68 ଆହତ। ଦୁବାଇରେ ଆତଙ୍କ ଆକାଶରୁ ବର୍ଷୁଛି ନିଆଁ। ଦୁବାଇ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇରାନ। 3 ଦିନ ହେଲାଣି ଥରୁଛି ଦୁବାଇ। ଇରାନ ଏବଂ ଆମେରିକା ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପ ନେଇଛି। ଲଗାତାର ଚତୁର୍ଥ ଦିନ ପାଇଁ ଇରାନ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସ ବିଶେଷ କରି ଦୁବାଇ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ପରବର୍ତ୍ତୀ ଖବର ଖେମିନିଙ୍କ ପୁଅ ମୋଜତାବା ଇରାନର ସର୍ବୋଚ୍ଚ ନେତା ନିର୍ବାଚିତ। ଇରାନର ବିଶେଷଜ୍ଞ ସଭା ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖେମିନିଙ୍କ ପୁଅ ମୋଜତାବା ଖେମିନିଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିଛି। ଆମେରିକା ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅଲି ଖେମିନିଙ୍କ ମୃତ୍ୟୁ ପରେ ଉପୁଜିଥିବା ଉତ୍ତରାଧିକାରୀ ସଙ୍କଟ ମଧ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ ଶକ୍ତିଶାଳୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସର ଚାପରେ ଚୟନ କରାଯାଇଛି। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଇରାନରେ ମୃତ୍ୟୁ ସଂଖ୍ୟା 1000 ପାର। ଇରାନରେ ଆମେରିକା ଇସ୍ରାଏଲର ଆକ୍ରମଣରେ ମୃତ୍ୟୁ ସଂଖ୍ୟା 1000 ଅତିକ୍ରମ କରିଛି। ସମଗ୍ର ବିଶ୍ୱ ଇରାନ ଯୁଦ୍ଧ ଉପରେ ଧ୍ୟାନ ଦେଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖେମିନି ଇସ୍ରାଏଲ ଓ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଖେମିନିଙ୍କ ମୃତ୍ୟୁ ମଧ୍ୟପ୍ରାଚ୍ୟର ନିଆଁକୁ ଆହୁରି ବଢାଇ ଦେଇଛି। ଇସ୍ରାଏଲ ଓ ଆମେରିକା ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଇରାନ ମଧ୍ୟ କଠୋର ପ୍ରତିଶୋଧ ନେଇଛି। ଇରାନ ଇସ୍ରାଏଲ ସମେତ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରିଛି ଯେଉଁଠାରେ ଆମେରିକୀୟ ସାମରିକ ଘାଟି ଅବସ୍ଥିତ ଅଛି। ପରବର୍ତ୍ତୀ ଖବର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନ୍ୟୁଜିଲାଣ୍ଡ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ପରିଚାଳିତ ଟି20 ବିଶ୍ୱକପ୍ 2026ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବରେ ପରାସ୍ତ କରିବା ସହିତ ଫାଇନାଲରେ ପ୍ରବେଶ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ଦ୍ୱାରା ପରିଚାଳିତ ଟି20 ବିଶ୍ୱକପ୍ 2026ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ହାରିଯାଇଛି। କୋଲକାତାର ଇଡେନ ଗାର୍ଡେନ୍ସରେ ବୁଧବାର ନ୍ୟୁଜିଲାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକାକୁ 9 ୱିକେଟରେ ପରାସ୍ତ କରିଛି। ଟିଭି ଦଳ ଆସନ୍ତା 8 ତାରିଖ ଦିନ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ମାର୍ଚ୍ଚ 5 ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁମ୍ବାଇରେ ୱାଙ୍ଗଖେଡେ ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲର ବିଜେତା ନ୍ୟୁଜିଲାଣ୍ଡକୁ ମୁକାବିଲା କରିବ। ନ୍ୟୁଜିଲାଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିଜର ରଣନୀତିକୁ ସଫଳତା କରିଦେଇଥିଲା। ମାର୍କୋ ଜେନସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା 20 ଓଭରରେ 8 ୱିକେଟ ହରାଇ 169 ରନ୍ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍ ବିଜୟ ପାଇଁ 170 ରନ୍ର ଟାର୍ଗେଟ ମିଳିଥିଲା। ନ୍ୟୁଜିଲାଣ୍ଡ ପାଇଁ ଟିମ୍ ସେଫର୍ଡ ଓ ଫିନ୍ ଆଲେନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ ପାଇଁ 55ଟି ବଲରୁ 117 ରନ୍ ଭାଗିଦାରୀ କରିପାରିଥିଲେ। ସେଫର୍ଡ 33ଟି ବଲ୍ ଖେଳି ବ୍ୟକ୍ତିଗତ ଭାବରେ 7ଟି ଚୌକା ଓ 2ଟି ଛକା ବଳରେ 58 ରନ୍ ସଂଗ୍ରହ କରିଥିଲେ। ସେହିପରି ଫିନ୍ ଆଲେନ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ 33ଟି ବଲ୍ ଖେଳି 10ଟି ଚୌକା ଓ 8ଟି ଛକା ବଳରେ ଅପରାଜିତ 100 ରନ୍ ସଂଗ୍ରହ କରିଥିଲେ। ଉଭୟ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ମୁକାବିଲା କରିପାରିନଥିଲେ। ରଚିନ ରବୀନ୍ଦ୍ର ଅପରାଜିତ 13 ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ 12.5 ଓଭରରେ ଗୋଟିଏ ୱିକେଟ ହରାଇ 173 ରନ୍ ସଂଗ୍ରହ କରିଛି। ପରବର୍ତ୍ତୀ ଖବର ଆଜି 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ଆଜି ଶ୍ରୀମନ୍ଦିରରେ 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। କନକ ଲାଗି ନୀତି ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ସରିଲେ ସ୍ୱାଭାବିକ ହେବ ସାଧାରଣ ଦର୍ଶନ। ପରବର୍ତ୍ତୀ ଖବର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ରାଜ୍ୟସଭା ପ୍ରାର୍ଥୀ। ଭାରତୀୟ ଜନତା ପାର୍ଟି ବୁଧବାର ଦିନ ଆଗାମୀ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରୁ 4 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲ ଏବଂ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ସମେତ ଅନ୍ୟ 2 ଜଣଙ୍କ ନାମ ଘୋଷଣା କରାଯାଇଛି। ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ମୁଖ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲ ଉଚ୍ଚ ସଦନରେ ଆଉ ଏକ କାର୍ଯ୍ୟକାଳ ପାଇଁ ସ୍ଥିର ହୋଇଛନ୍ତି। ବିଜେପି ମହାସଚିବ ବିନୋଦ ତାୱଡେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପ୍ରବେଶ କରିବାକୁ ଚାହୁଁଛନ୍ତି। ପରବର୍ତ୍ତୀ ଖବର ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କଲା ଭାରତ। ଏହା ଡିଫେନ୍ସ ରାଡାରକୁ ଚକମା ଦେଇ ଧ୍ୱଂସ କରିବ ଶତ୍ରୁର ଆଡ୍ଡା। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଜବରଦସ୍ତ ସଫଳତା। ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କଲା ଭାରତ। ବେଙ୍ଗାଲୁରୁ ଏକ ଡିଫେନ୍ସ ଷ୍ଟାର୍ଟଅପ୍ କମ୍ପାନୀ ନ୍ୟୁ ସ୍ପେସ୍ ରିସର୍ଚ୍ଚ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଛି ସେସନାଗ 150। ଏହା ଡିଫେନ୍ସ ରାଡାରକୁ ଚକମା ଦେଇ ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିବାର କ୍ଷମତା ରଖିଛି। କାମିକାଜେ ବା ଡ୍ରୋନ୍ ଶେଷନାଗ। ଏହି ଡ୍ରୋନ୍ର ଲକ୍ଷ୍ୟଭେଦ କ୍ଷମତା 1000 କିଲୋମିଟର ଅଧିକ ରହିଥିବା ବେଳେ ଏହା ନିରବଚ୍ଛିନ୍ନ ଭାବରେ ପ୍ରାୟ 5 ଘଣ୍ଟା ପର୍ଯ୍ୟନ୍ତ ଉଡ଼ି ଶତ୍ରୁ ସହିତ ମୁକାବିଲା କରିପାରିବ।
25 ରୁ 40 କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ସାମଗ୍ରୀ ବହନ କ୍ଷମତା ଥିବାବେଳେ ଏହି ଡ୍ରୋନ୍ ଶତ୍ରୁର ଟ୍ୟାଙ୍କକୁ ନଷ୍ଟ କରିପାରିବ। ଏହି ଆତ୍ମଘାତୀ ଡ୍ରୋନ୍ର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ସ୍ୱାର୍ମା ଆଟାକ୍। ପରବର୍ତ୍ତୀ ଖବର ସେମିଫାଇନାଲ ପୂର୍ବରୁ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଭାରତୀୟ ଖେଳାଳି ଟି20 ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର କିଛି ଖେଳାଳି ଦେବତାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ଘଟଣାରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅକ୍ଷର ପଟେଲ, ଇଶାନ କିଶାନ ଏବଂ ଅଭିଷେକ ଶର୍ମା ଦେଖାଯାଉଛନ୍ତି। ଏହି ତିନି ଖେଳାଳି ମୁମ୍ବାଇର ସିଦ୍ଧିବିନାୟକ ଗଣପତି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ମନ୍ଦିରରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ମଧ୍ୟ ପ୍ରାର୍ଥନା କରିଥିଲେ। ପୂର୍ବରୁ ସୁପରହିଟ୍ ମ୍ୟାଚ୍ ପୂର୍ବରୁ ଅନେକ ଭାରତୀୟ ଖେଳାଳି ଦର୍ଶନ ପାଇଁ କୋଲକାତାର କାଳିଘାଟ କାଳୀ ମନ୍ଦିର ପରିଦର୍ଶନ କରିଛନ୍ତି। ପରବର୍ତ୍ତୀ ଖବର ବିଶୃଙ୍ଖଳା ଆଚରଣ ଓ ସେବା ପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ ତଲବ 7 ଦିନ ମଧ୍ୟରେ ଲିଖିତ ଦେବାକୁ ନିର୍ଦ୍ଦେଶ। ଗତ 28 ଫେବୃଆରୀ ତାରିଖରେ ସେବା ପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର, ବିଶୃଙ୍ଖଳା ଆଚରଣ ଅଭିଯୋଗରେ 3 ଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୈଫିୟତ ତଲବ କରିଛନ୍ତି। ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବରେ ପାଳି ଖଟିଥିବା ସତ୍ତ୍ୱେ ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହିତ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି। ଉକ୍ତ 3 ଜଣ ସେବକଙ୍କୁ 7 ଦିନ ମଧ୍ୟରେ ନିଜର ଲିଖିତ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର 3% ବଢିଲା ମହଙ୍ଗା ଭତ୍ତା। ହୋଲି ଅବସରରେ ମଧ୍ୟପ୍ରଦେଶ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ମିଳିଛି। ମୋହନ ଯାଦବଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ମହଙ୍ଗା ଭତ୍ତା ଡିଏରେ 3% ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର 7 ଲକ୍ଷରୁ ଅଧିକ କର୍ମଚାରୀ ଏବଂ ଲକ୍ଷ ଲକ୍ଷ ପେନ୍ସନ ଭୋଗୀ ସିଧାସଳଖ ଲାଭ ପାଇପାରିବେ। ମହଙ୍ଗା ଭତ୍ତା ଏବେ 55%ରୁ 58%କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ଏବେ 55%ରୁ 58%କୁ ବୃଦ୍ଧି ପାଇଛି। ଏହି ଉତ୍ସବକାଳୀନ ରିଲିଫ କର୍ମଚାରୀଙ୍କ ପାଇଁ ଏକ ଉପହାର ଠାରୁ କମ୍ ନୁହେଁ। ପରବର୍ତ୍ତୀ ଖବର ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ୍ସରେ ଏକ ପୋଷ୍ଟରେ କହିଛି, କିଛି ସମୟ ପୂର୍ବରୁ ତେହେରାନ ଉପରେ ଏକ ଇସ୍ରାଏଲ ବାୟୁସେନା F-35I ଲଢୁଆ ବିମାନ ଏକ ରୁଷ ନିର୍ମିତ ଇରାନୀ ୟାକ୍-30 ବିମାନକୁ ଗୁଳି କରି ଖସାଇ ଦେଇଛି। ଆଇଡିଏଫ୍ ଅନୁସାରେ ଇତିହାସରେ ଏହା ପ୍ରଥମ ଥର ଯେ ଏକ F-35 ଆଦିର ଲଢୁଆ ବିମାନ ଏକ ମାନବ ବିମାନକୁ ଖସାଇ ଦେଇଛି। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଯୁଦ୍ଧ ଏବଂ ଯୋଗାଣ ବାଧା ବୃଦ୍ଧି ପାଇବା ସହିତ ତୈଳ ବଜାରରେ ଅସ୍ଥିରତା ଆସିବା ଆରମ୍ଭ ହୁଏ। ତୈଳ ଏବଂ ଗ୍ୟାସ୍ କମ୍ପାନୀଗୁଡ଼ିକ ଏଥିରୁ ସିଧାସଳଖ ଲାଭ ପାଆନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଏହି ସୁବିଧା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ କି? ଏବଂ ଯେତେବେଳେ ବିଶ୍ୱର ଏକ ପ୍ରମୁଖ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଏ ସେତେବେଳେ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଏ।